ଦଧି ମନ୍ଥନ କରି ମା ଯଶୋଦା ଲବଣୀତକ ଯତ୍ନରେ ରଖିଥିଲେ। ତହିଁରେ ଲବଣୀ ପ୍ରିୟ କୃଷ୍ଣଙ୍କର ଦୃଷ୍ଟି ପଡ଼ିଗଲା। ସେ ତତ୍କ୍ଷଣାତ୍ ଆସି ତାହା ଧରି ପଳାଇଲେ। ସେ ଲବଣୀ ମଧ୍ୟରୁ ନିଜେ କିଛି ଖାଇଲେ ଓ ଅବଶିଷ୍ଟତକ ଗୋପ ବାଳକମାନଙ୍କୁ ବାଣ୍ଟିଦେଲେ। ମା ଯଶୋଦା ଯେତେବେଳେ ଖୋଜି ଖୋଜି ଲବଣୀ ନ ପାଇଲେ, ସେତେବେଳେ ସେ କୃଷ୍ଣଙ୍କୁ ସନ୍ଦେହ କରି ପଚାରିଲେ, ହେ ଗୋବିନ୍ଦ, ହେ ଦାମୋଦର, ହେ ମାଧବ, ତୁ ସତ କରି କହ, ମାଖନ ତକ କିଏ ଏଠାରୁ ନେଇଛି? ଯାହାଙ୍କର ହୃଦୟରେ ସ୍ନେହ ପରିପୂର୍ଣ୍ଣ, ସେଇ ଯଶୋମତୀ ଘରଦ୍ୱାର ଲିପାପୋଛା କରି ଦଧି ମନ୍ଥନ କରିବାକୁ ଯିବା ସମୟରେ ସମସ୍ତ ଗୋପାଙ୍ଗନା ଓ ଗୋପବାଳୀମାନେ ମିଳି ହେ ଗୋବିନ୍ଦ, ହେ ଦାମୋଦର, ହେ ମାଧବ ଏହି ନାମ ଉଚ୍ଚାରଣ କରିବାରେ ଲାଗିଛନ୍ତି।